ଜଣଙ୍କ ଘରେ ମୂଷାଟା ଗାତ କରିକିନି ରହିଥିଲା। ସେ ଘରକୁ ଗଲା, ଦେଖିଲା, ଦେଖିକିନି ଗୋଟେ ଜନ୍ତା ଆଣିଲା। ତାରେ ଗୋଟେ କୁକୁଡ଼ା ରଖିଥିଲା, ତାରେ ଗୋଟେ ପାରା ରଖିଥିଲା, ତାରେ ଗୋଟେ ଛେଳି ରଖିଥିଲା। ମୂଷାଟି ଡରିଗଲା, ଡରି ଯାଇ ପାରାକୁ କହିଲା, କ'ଣ କରିମି ଆଉ, ଘର ବୁଆଲା ଜନ୍ତା ଆଣିଲାଣି ମୋ ପାଇଁ। ସେଠୁ ପାରା କ'ଣ କଲା, ହସିଲା। ସେଠୁ ପଳେଇ ଆସିଲା। କୁକୁଡ଼ାକୁ କହିଲା, ମୁଁ କ'ଣ କରିମି, ମୋ ନାଗି ଘର ବୁଆଲା ଜନ୍ତା ଆଣିଲାଣି। କୁକୁଡ଼ା ହସିଲା। ସେଠୁ ପଳେଇ ଆସିଲା। ଛେଳିକି କହିଲା, ଛେଳି କହିଲା, ସେ ତ ଜନ୍ତା ତୋ ପାଇଁ ଆଣିଛି, ତୋର ଅସୁବିଧା, ତୁ ଆମ ଗତିରେ କାହିଁ କହୁଛୁ, ଆମେ କ'ଣ କରିମୁ। ସେଠୁ କ'ଣ କରିବ, ମୂଷା ତାର ପଳେଇଗଲା, ସେ ଘରୁ ପଳେଇଗଲା। ସେଠୁ ସିଏ ତାର ଜନ୍ତା ବସେଇଲା, ଘର ବାଲା ଜନ୍ତା ବସେଇଲା। ଯେମିତି ଦିନେ ଗୋଟେ ସାପ ପଡ଼ିଗଲା। ତା ସ୍ତ୍ରୀ କ'ଣ କଲା, ମୂଷା ବୋଲିକିନି ଚାଲିଗଲା, ଧରି ପକେଇଲା। ସେ ସାପ ତାକୁ ଚୋଟ ମାଇଲା ଯେମିତି ଏଠୁ ଗୁଣିଆ ଫୁଣିଆ ଆଣି ଝଡ଼ାଝଡ଼ି କଲେ। ଜଣେ ବୈଦ୍ୟ କହିଲା, ଯଦି ପାରା ମାଂସ ଖାଇବାକୁ ଦବ ତାହେଲେ ସେ ଭଲ ହବ। ଏଠୁ ପାରାଟିକି ତ ରଖିଛନ୍ତି, କ'ଣ କଲେ, ପାରାଟିକି ମାରିଦେଲେ, ମାରି ଖାଇବାକୁ ଦେଲେ। ସେଠୁ ବନ୍ଧୁବାସ ସବୁ ଆସିଲେ ଦେଖିବା ପାଇଁ। କ'ଣ କରିବେ, ବନ୍ଧୁବାସ ଯେତେବେଳେ ଆସିଛନ୍ତି, କୁକୁଡ଼ାଟିକି ମାରିକିନି ବନ୍ଧୁବାସକୁ ଖାଇବାକୁ ଦେଇଦେଲେ। ଗଲେ, କୁକୁଡ଼ା ଗଲା, ପାରା ଗଲା, ତା ବାଦେ ଛେଳି। ତା ସ୍ତ୍ରୀ ଯେମିତି ଭଲ ହେଇଗଲା, ତା ମନଟା ଟିକେ ଆନନ୍ଦ ହେଲା। ଛେଳିଟାକୁ ମାରିକିନି ସମସ୍ତଙ୍କୁ ଖାଇବାକୁ ଦେଇଦେଲା। ଏଥିରୁ କ'ଣ ଶିଖିଲ? ଏମିତି ଅନ୍ୟକୁ ବିପଦ ପଡ଼ିଥିଲେ କେବେ ଆମେ ଥଟ୍ଟା ମଜା କରିବା ନାହିଁ। ଅନ୍ୟର ବିପଦ ପଡ଼ିଲେ ଆମେ କେବେ ହସିବା ନାହିଁ। ସେ ବିପଦ ଦିନେ ହେଲେ ଆମ ଉପରେ ପଡ଼ିବ।